କରନ୍ତୁ କାହା ଜୀବନରେ ଏ ମୁହୂର୍ତ୍ତ ନ ଆସୁ ଦୁର୍ଘଟଣା। ପ୍ରଥମ ଆବଶ୍ୟକ ହୁଏ ରକ୍ତ ଜୀବନ ପାଇଁ। ତେଣୁ ଅନୁଭବ କରନ୍ତୁ ସେ ମୁହୂର୍ତ୍ତକୁ, ସେ ସମୟକୁ, ଆଉ ସେ ଆମ୍ବୁଲାନ୍ସର ଶବ୍ଦକୁ। ହୃଦୟ ବିଦାରକ ସେ ଛବି, ସେ ଶବ୍ଦ। ଈଶ୍ୱର କରନ୍ତୁ କେବେ କାହା ଜୀବନ ନ ଆସୁ, ଏହା ହିଁ ମୋର କାମନା। ସେଥିପାଇଁ ପ୍ରତ୍ୟେକ ଲୋକର ଜୀବନକୁ ସିକ୍ୟୁର କରିବା ପାଇଁ ଆମ ଆଦର୍ଶ ଯୁବ ପରିଷଦ ସ୍ୱର ପ୍ରତିବର୍ଷ ଏକ ରକ୍ତଦାନ ଶିବିର ଅନୁଷ୍ଠିତ କରୁଛି। ଯାହାଫଳରେ ଯେଉଁମାନେ ରକ୍ତ ଦେଉଛନ୍ତି ସ୍ୱଇଚ୍ଛାରେ, ସେମାନଙ୍କୁ ଆଦର୍ଶ ଯୁବ ପରିଷଦ ତାଙ୍କର ପ୍ରତ୍ୟେକ ମୁହୂର୍ତ୍ତରେ, ପ୍ରତ୍ୟେକ ସମୟରେ ରକ୍ତ ପାଇଁ ସହାୟକ ହୁଏ। ଏହା ହିଁ ଆମର କର୍ତ୍ତବ୍ୟ, ଏହା ହିଁ ଆମର ତ୍ୟାଗ ସେଇମାନଙ୍କ ପାଇଁ ଯେଉଁମାନେ ରକ୍ତ ଦିଅନ୍ତି। ଯେଉଁ ମେଡିକାଲରେ ହଉ, ଯେଉଁ ଜାଗାରେ ବି ହଉ, ଆବଶ୍ୟକ ହୁଏ ସେମାନଙ୍କ ରକ୍ତ ଆଦର୍ଶ ଠିଆ ହୁଏ। ତେଣୁ ମୁଁ ସେ ଆଦର୍ଶର ଏକ ସଭ୍ୟ। ଆପଣଙ୍କୁ ଅନୁରୋଧ କରୁଛି, ଆସନ୍ତା ରବିବାର 18 ତାରିଖ ସ୍ୱର ଓମେନ୍ସ କଲେଜରେ ଆଦର୍ଶ ଯୁବ ପରିଷଦର ତରଫରୁ ଏକ ବିରାଟ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି। ତେଣୁ ଆପଣମାନେ ଆସନ୍ତୁ, ରକ୍ତଦାନ କରି ପ୍ରତି ଜୀବନକୁ ସୁରକ୍ଷିତ କରନ୍ତୁ, ନିଜେ ସୁରକ୍ଷିତ ହୁଅନ୍ତୁ। ରକ୍ତଦାନ ମହତ୍ ଦାନ। ପ୍ରତି ଟୋପା ରକ୍ତ, ପ୍ରତି ଗୋଟିଏ ଜୀବନ ଦାନ। ରକ୍ତ ଦେଇ ମହାନ ହୁଅନ୍ତୁ। କାରଣ ଯିଏ ରକ୍ତ, ନିଜ ଦେହର ରକ୍ତ ଦେଇ ଅନ୍ୟକୁ ବଞ୍ଚାଇ ପାରୁଛି, ତାର ସ୍ଥାନ ଈଶ୍ୱର ଜାଗାରେ, ଈଶ୍ୱରଙ୍କ ପାଖରେ ତାର ସ୍ଥାନ। ସେ ଈଶ୍ୱର ତୁଲ୍ୟ, ଦେବ ତୁଲ୍ୟ ସେ। ତେଣୁ ରକ୍ତ ଦେଇ ଜୀବନ ବଞ୍ଚାନ୍ତୁ, ନିଜକୁ ଧନ୍ୟ କରନ୍ତୁ, ମହାନ କରନ୍ତୁ, ଆଉ ଆଦର୍ଶ ସହ ହାତ ମିଳେଇ ଚାଲନ୍ତୁ। ଏହା ଆମର ଲକ୍ଷ୍ୟ ତଥା ଆପଣମାନଙ୍କ ଲକ୍ଷ୍ୟ ହେବା ଦରକାର। ତେଣୁ ଆଗେଇ ଆସନ୍ତୁ, ଦମ୍ଭରେ, ସାହସରେ, ବୀରତ୍ୱରେ ରକ୍ତ ଦେଇ ମହାନ ହୁଅନ୍ତୁ। ଧନ୍ୟବାଦ।